ଥରେ ବେଦମତୀ ନାମରେ ଜଣେ ସୁନ୍ଦରୀ କନ୍ୟା ବିଷ୍ଣୁଙ୍କୁ ପାଇବା ପାଇଁ ତପସ୍ୟା କରୁଥିଲେ। ସେ ବାଟରେ ରାବଣ ଯାଉଥିଲା। ବେଦମତୀକୁ ଦେଖି ମୋହିତ ହୋଇଗଲା। ତାଙ୍କ ସହିତ ଦୁର୍ବ୍ୟବହାର କରିବାକୁ ଲାଗିଲା। ତାପରେ ବେଦମତୀ ଭସ୍ମ ହୋଇଗଲେ। ଭସ୍ମ ହେବା ପୂର୍ବରୁ ରାବଣକୁ ଅଭିଶାପ ଦେଇ କହିଥିଲେ ଯେ ମୁଁ ପୁଣି ଥରେ ଜନ୍ମଗ୍ରହଣ କରିବେ ଓ ତୋ ମୃତ୍ୟୁର କାରଣ ହେବେ। ତାପରେ ରାବଣ ଓ ମନ୍ଦୋଦରୀର ଗୋଟିଏ ଝିଅ ଜନ୍ମ ହେଲା। ରାବଣ ରାଗି ଯାଇ ନଦୀରେ ଭସାଇ ଦେଲା। ତାପରେ ତାକୁ ଗୋଟିଏ ନାରୀ ପାଇ ପାଳିଲେ ଓ ସୀତା ନାମରେ ନାମିତ ହେଲେ। ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ବିବାହ କଲେ। ରାବଣ ସୀତାଙ୍କୁ ହରଣ କଲା। ରାମଚନ୍ଦ୍ର ତାଙ୍କୁ ହତ୍ୟା କଲେ। ସେହି କାରଣରୁ ମାତା ସୀତା ରାବଣର ମୃତ୍ୟୁର କାରଣ ହେଲା।